ଆଚ୍ଛା ଅଦିତି, ଘରେ ଯେତେବେଳେ ତମେ ଫ୍ରି ଟାଇମ ରେ କଣ କର ୟୁଟ୍ୟୁବ କୁ ଛାଡିଲା ପରେ? ଘରେ ଗୋଟେ କଥା କହିବି, ମତେ ନା ମୋ ରୁମ ସବୁଠୁ ପ୍ୟାରା। ହୁଁ। ମତେ ମୋଷ୍ଟଲି ମୋରି ରୁମ ରେ ପାଇବେ। ଆଉ ଯଦି ବି ମୁଁ ରୁମ ରୁ ବାହାରିବି, ମାମା କହିବ ତତେ ଭୋକ ଲାଗୁଛି ନା ସେଥିପାଇଁ ଆସିଛୁ ନା, ଏମିତି। ତ ମୁଁ ସିରିଜ ଦେଖେ, ଡିଫରେଣ୍ଟ ଲାଙ୍ଗୁଏଜେସ୍, ମୋଷ୍ଟଲି କୋରିଆନ ଦେଖିଦିଏ। ମତେ ବହୁତ ଭଲ ଲାଗେ କୋରିଆନ ଡ୍ରାମା ଦେଖିବା, ସେଇଟା। ନହେଲେ ନଭେଲ୍ସ ପଢିବା ପାଇଁ ମତେ ବହୁତ ଭଲ ଲାଗେ। ଯଦି ମତେ ଗୋଟେ ନଭେଲ ଦବ ୟା ଫିର ଗୋଟେ ମୁଭି ଦବ, ମୁଁ ଡେଫିନେଟଲି ଗୋଟେ ନଭେଲ କୁ ଚୁଜ କରିବି। କାହିଁକି ନା ଆଇ ଥିଙ୍କ କି ମୁଭିରେ ତମେ ଦେଖୁଛ, ତମ ମାଇଣ୍ଡ କୁ ହୁଁ। ଯାଉଛି, ତମର କ୍ରିଏଟିଭିଟି କିନ୍ତୁ ନାହିଁ। କିନ୍ତୁ ନଭେଲ ଯେତେବେଳେ ତମେ ପଢ, ତମେ ପଢୁଛ, ସେ ସିନ୍ ଟା ତମେ ତମ ମାଇଣ୍ଡ ରେ ବନଉଛ, ତମର ଭିଜୁଆଲାଇଜେସନ ଯୋଉ ହୁଁ ପାୱାର ହୁଁ ଅଛି ହୁଁ। ସେଟା ବଢୁଛି। ମତେ ନଭେଲ୍ସ ପଢିବାକୁ ବହୁତ ଭଲ ଲାଗେ। ମତେ ଗୋଟେ ନଭେଲ ଦେଇଦବ, ମତେ ଫୋନ କିଛି ଦରକାର ନାହିଁ। ମୁଁ ସେ ନଭେଲ ଟା ଯଦି ଏତିକି ବି ମୋଟା ଥିବ, ମୁଁ 2-3 ଦିନରେ ସାରିଦେବି ତାକୁ, ଏମିତିଆ। ଆଚ୍ଛା। ନହେଲେ ଫ୍ରି ଟାଇମ ପାଇବି ମାନେ ମୁଁ ଶୋଇଯିବି। ମତେ ମୋ ମମି ସୁଟିଂ ବେଳେ ମତେ ଶିଖେଇକି ପଠେଇଛି, ଦିଶୁ ତୁ ଫ୍ରି ଟାଇମ ପାଇଛୁ ମାନେ ବକର ବକର, ତୋର ଏନର୍ଜି ୱେଷ୍ଟ କରିବାର କିଛି ଦରକାର ନାହିଁ। ଗୋଟେ କଣ ଧରିବୁ ତୋର, ଶୋଇଯା।